କିଛି ଦିନ ତଳେ এই ଭିଡିଓଟି ଖୁବ୍ ଜୋରରେ ଭାଇରାଲ ହେଇଥିଲା ଯୋଉଠି এই ମ୍ୟାଡାମ ଜଣକ ଏ ପାନ ଦୋକାନ କରିଥିବା ଭାଇଙ୍କ ପାଖରୁ ଜୋର ଜବରଦସ୍ତ ଫାଇନ ଆଦାୟ କରୁଥିଲେ 200 ଟଙ୍କା। ଏହାର କାରଣ ହେଲା ସେ ଭାଇ ପାନ ମସଲା ବିକ୍ରି କରୁଥିଲେ, ମାନେ ପାନ ବିକ୍ରି କରୁଥିଲେ ଯୋଉ ପାନ ମସଲା। এই ভিডিওটি মোর এই ম্যাডাম ম্যাডাম উপরে চালিଥିବା দুইটি ভিডিও দেখন্তু যদি এই ভিডিওটি আপনার পাখে পৌঁছি পারিলা। এটা হচ্ছে কটকর নেতাজী সুভাষ বোস বস ଟର୍ମିନାଲର ଦୃଶ୍ୟ। ଦେଖନ୍ତୁ ଆଗ ପଟଟାକୁ ସଫଲ ବାଲା କଭର କରି ନେଇଛନ୍ତି ଆଉ ପଛ ପଟଟାକୁ ବାହାର ବାଲା କଭର କରି ନେଇଛନ୍ତି। ଏଇଠି ଆପଣଙ୍କୁ ମୋର ଗୋଟିଏ ଅନୁରୋଧ, ଆପଣ ଯାଇକି ତାଙ୍କ ପାଖରୁ ଫାଇନ ଆଦାୟ କରିପାରିବେ କି? ପାରିବେନି ନା। ସଫଲ ବାହାର ବାଲା କମ୍ପାନୀ ଠାରୁ ଫାଇନ ଆଦାୟ କରିପାରିବେ କି? ଆପଣଙ୍କର ସାହସ ଅଛି? ପାରିବେନି। ଆଉ ତାଠୁ ବଡ଼ କଥା ହେଲା ସେମାନେ ଯେତେବେଳେ ବସ୍ ଟର୍ମିନାଲ ପାଖରେ ସେମାନେ ଯେତେବେଳେ ଏହାର ଆଡଭର୍ଟାଇଜମେଣ୍ଟ କରୁଛନ୍ତି, ମାନେ ସିଏ ସରକାରଙ୍କ ପରମିଶନ ନେଇକି ସେମାନେ କରିଥିବେ ନିଶ୍ଚିତ ଭାବେ। ବିନା ସରକାରଙ୍କ ପରମିଶନରେ କେହି କରିପାରିବେନି। ଆପଣ ସରକାରଙ୍କ ଠାରୁ ଫାଇନ ଆଦାୟ କରିପାରିବେ? ସାହସ ଅଛି ଆପଣଙ୍କର? ଆପଣଙ୍କର ନାହିଁ, ଆପଣ ପାରିବେନି। କେବଳ ଏଇଭଳିଆ ଗରିବ ଲୋକମାନଙ୍କ ପାଖରୁ ଆପଣ ଫାଇନ ଆଦାୟ କରିବେ। ଆପଣ ଜାଣନ୍ତି ଆଜିକା ଡେଟ୍ରେ ଆମ ଓଡ଼ିଶାର ଅଧାରୁ ଉର୍ଦ୍ଧ୍ୱ ଲୋକ ଅନ୍ୟ ରାଜ୍ୟ ଉପରେ ଭରସା କରି ବଞ୍ଚୁଛନ୍ତି, ଅନ୍ୟ ରାଜ୍ୟର ଦୟାରେ ବଞ୍ଚୁଛନ୍ତି ଦାଦନ ଖଟିକି। ବାକି କିଛି ଲୋକ ଏଇ ଭାଇଙ୍କ ଭଳିଆ ରହିଲେ ଯେଉଁମାନେ କିଏ ପାନ ଦୋକାନଟେ କିଏ ଚା ଦୋକାନଟେ ଆଟେ ସାଟେ କରି ସେମାନେ ଚଳୁଛନ୍ତି, କିନ୍ତୁ ତାଙ୍କ ପାଖରେ ଆପଣମାନେ ଯାଇ ପହଞ୍ଚି ଯାଉଛନ୍ତି ଫାଇନ ଆଦାୟ କରିବା ପାଇଁ। ତ ଏମାନେ ବଞ୍ଚିବେ କେମିତି? ଥରେ ଭାବିକି ଦେଖନ୍ତୁ। ଯଦି ସାହସ ଅଛି ଗରିବ ଲୋକମାନଙ୍କ ପାଇଁ କିଛି ରୋଜଗାର ବ୍ୟବସ୍ଥା କରନ୍ତୁ। ଓଡ଼ିଶାର ଦାଦନ ଦୁଃଖଟାକୁ ଆପଣ ଦୂର କରି ଦେଖେଇ ଦିଅନ୍ତୁ, ତାପରେ ଆପଣଙ୍କୁ ସମସ୍ତେ ଭଗବାନ ଭଳିଆ ପୂଜା କରିବେ। କାହାରିକି ଯଦି ରୋଜଗାରଟେ ଦେଇପାରିବେନି, କାହାର ଥାଳଟା କାହିଁ ଭାଙ୍ଗୁଛନ୍ତି ଆଜ୍ଞା? ମାନେ ଗୁଟୁକା ଫୁଟୁକା ମାନେ ପାନ ମସଲା ଆଠଶହଟେ ବିକ୍ରି କରି ଏମାନେ ଚଳୁଛନ୍ତି। ଯଦି ବ୍ୟାନ୍ କରିବେ ଟୋଟାଲ ବନ୍ଦ କରିଦେଉନାହାନ୍ତି। ସେମାନେ ଟ୍ୟାକ୍ସ ଦେଉଛନ୍ତି ବୋଲି ଖୁଲମ ଖୋଲା ବସ୍ ଟର୍ମିନାଲ ଆଗରେ ସେମାନେ ଗୁଟୁକା ବିକ୍ରି କରିବେ, ଗୁଟୁକାର ପ୍ରଚାର କରିବେ, ସେଟା ଠିକ୍। କିନ୍ତୁ କିଏ ଗରିବ ଲୋକଟିଏ ଦୋକାନ ସାଇଡ଼ରେ ପାନ ଦୋକାନଟେ କରିକି କି ପାନ ମସଲାଟେ ଆଠଶହଟେ ବିକିଲା, ସେଥିରେ ସେମାନେ ଫାଇନ୍ ଦେବେ। ପାନ ମସଲା ଗୁଟୁକା ଭିତରେ କ'ଣ ଫରକ ଅଛି କହିପାରିବେ?